ସହିତ ମିଶନି, ତାକୁ ଅଲଗା କରିଦିଅ, ତା ସହିତ ଖିଆପିଆ କରନି, ତା ବିଛଣା ଅଲଗା ସାଇଡ କରିଦିଅ। ଆଉ ତ ନମସ୍କାର ସାଙ୍ଗମାନେ, ମୁଁ ଚନ୍ଦନ ଆପଣମାନଙ୍କୁ ସ୍ଵାଗତ କରୁଛି ମୋ ଚ୍ୟାନେଲ ମାଇଁ କ୍ୟାନ୍ସର ଜର୍ଣ୍ଣିକୁ। ତ ସାଙ୍ଗମାନେ, ଆଜି ଆପଣ ମାନଙ୍କୁ ମୁଁ ଗୋଟେ କଥା କ୍ଲିୟର କରିବାକୁ ଚାହୁଁଛି, କ୍ୟାନ୍ସର ରୋଗ ଗୋଟେ ଡିଆଁ ରୋଗ କି ନୁହେଁ। ତ ଏ ବିଷୟରେ ମୁଁ ଆପଣ ମାନଙ୍କୁ କ୍ଲିୟର କରିବାକୁ ଚାହୁଁଛି। ତ ଭିଡିଓଟିକୁ ଲାଷ୍ଟ ଯାଏ ଦେଖନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ତ ଚାଲନ୍ତୁ ଭିଡିଓଟିକୁ ଷ୍ଟାର୍ଟ କରିବା। ତ ସାଙ୍ଗମାନେ, ଯଦି ଆପଣଙ୍କ ପରିବାରରେ କାହାକୁ ବି କ୍ୟାନ୍ସର ରୋଗ ହୋଇଥାଏ, ତ ତେବେ ଆପଣ ମାନଙ୍କୁ ଅନେକ ଲୋକ ଅନେକ କଥା କହିବେ। ତ କିଛି ଲୋକ ଅଛନ୍ତି ଏମିତି ବି କହିବେ, ତ ତା ସହିତ ମିଶନି, ତାକୁ ଅଲଗା କରିଦିଅ, ତା ସହିତ ଖିଆପିଆ କରନି, ତା ବିଛଣା ଅଲଗା ସାଇଡ କରିଦିଅ। ଆଉ ତା ସହିତ ବେଶୀ ମିଶାମିଶି କରନି କି ତାକୁ ଛୁଅଁନି, ଏମିତି ବି କହିଦେବେ ଲୋକମାନେ। ତ ଏଇ ସବୁ କଥା ଆପଣ ମାନଙ୍କୁ କହିବେ। ତ ମୁଁ ଆପଣ ମାନଙ୍କୁ ଗୋଟେ କଥା କହିବାକୁ ଚାହୁଁଛି, କ୍ୟାନ୍ସର ରୋଗ ହେଲା ସାଙ୍ଗମାନେ, ସେ ହେଲା ଶରୀର ଭିତରର ରୋଗ ହେଲା। ସେ ରୋଗ ହେଲା ସଂକ୍ରମଣ ରୋଗ ନୁହେଁ। ତ କି ତାକୁ ଛୁଇଁଲେ ତମ ଟିକେ ରୋଗ ଡେଇଁ ଆସିବ, ସେ ତାକୁ ତା ହାତ ମିଶାମିଶି ତମକୁ ରୋଗ ଡେଇଁଯିବ। ତ ସେଟା ଗୋଟେ ଡିଆଁ ରୋଗ ନୁହେଁ। ସେଟା ହେଲା ଶରୀର ଭିତର ରୋଗ। ହାଡର ହଉ କିମ୍ବା ଯେକୌଣସି କ୍ୟାନ୍ସର ହଉ, ସେଟା ଡିଆଁ ରୋଗ ନୁହେଁ। ତ ଆପଣ ମାନଙ୍କୁ ଏଇ ଗୋଟେ କଥା କ୍ଲିୟର କରିବାକୁ ଚାହୁଁଛି। ତ ଆପଣ ମାନଙ୍କ ପରିବାରରେ କୌଣସି ସଦସ୍ୟଙ୍କୁ କ୍ୟାନ୍ସର ରୋଗ ହୋଇଥାଏ, ତ ଆପଣ ମାନଙ୍କୁ ମୁଁ ଗୋଟେ କଥା ସଜେଷ୍ଟ କରିବି। ଦେଖନ୍ତୁ ସାଙ୍ଗମାନେ, ଯଦି ଆପଣ ମାନଙ୍କ ପରିବାରରେ କାହାକୁ ବି କ୍ୟାନ୍ସର ହେଇଥାଏ, ତ ଆପଣ ତାକୁ ଇଗ୍ନୋର ନ କରିକି ତାଙ୍କ ସହିତ ମିଶନ୍ତୁ, ତାଙ୍କ ସହିତ ଖିଆପିଆ କରନ୍ତୁ, ତାଙ୍କ ସହିତ ବୁଲନ୍ତୁ, ତାଙ୍କ ସହିତ ଖେଳନ୍ତୁ, ସବୁ କିଛି କରନ୍ତୁ। ଯଦି ଆପଣ ତାଙ୍କ ହାତ ଛାଡିଦେବେ ନା, ତାଙ୍କୁ ତାଙ୍କ ରୋଗ ସହିତ ଲଢିବାକୁ ତାଙ୍କୁ ସାହସ ମିଳିବନି। ତ ଆପଣ ଗୋଟେ କଥା ଚିନ୍ତା କରନ୍ତୁ, ଯଦି ଆମ ପାଖରେ 1000 ଲୋକ ଅଛନ୍ତି, ତାଙ୍କୁ ଯଦି ଏଇ ରୋଗ ଟା ହେଇଗଲା, ଏମିତି କି ମାନେ ନାହିଁ ବି ଆମକୁ ବି ରୋଗ ହବନି ବୋଲି। ତ ଯଦି ତାଙ୍କୁ ଏଇ ରୋଗଟି ହେଇଛି, ତ ଆମେ ତାଙ୍କୁ ସପୋର୍ଟ କରିବା ଉଚିତ। ସାଙ୍ଗମାନେ ଶୁଣନ୍ତୁ, ଦେଖନ୍ତୁ, ଏକରେ ତ ଇଏ ଏକ ଡିଆଁ ରୋଗ ନୁହେଁ। ତ ଆପଣ ମାନଙ୍କୁ ମୁଁ ଗୋଟେ କଥା ସଜେଷ୍ଟ କରିବି, ଯଦି ଆପଣ ମାନଙ୍କ ପରିବାରରେ କାହାକୁ ବି କ୍ୟାନ୍ସର ହେଇଥାଏ, ତ ଆପଣ ତାଙ୍କ ସହିତ ମିଶନ୍ତୁ, ଆପଣ ତାଙ୍କ ସହିତ ଖେଳନ୍ତୁ, ବୁଲନ୍ତୁ, ସବୁ କିଛି କରନ୍ତୁ। ଯଦି ଆପଣ ତାକୁ ସବୁ କଥାରେ ସାହସ ଦିଅନ୍ତୁ, ହେଲ୍ପ କରନ୍ତୁ ସବୁ କାମରେ, ଆଉ ତାଙ୍କ ଇଚ୍ଛା ଅନୁଯାୟୀ ସବୁ କାମ କରନ୍ତୁ, ସେ ଖୁସି ରହିବେ ନା। ତାଙ୍କ ରୋଗ ଲଢିବାକୁ ତାଙ୍କୁ ସାହସ ମିଳିବ। ଆଉ ସେ ଭଲ ଭାବରେ ଟ୍ରିଟମେଣ୍ଟ ହେଇପାରିବେ। ଦେଖନ୍ତୁ ସାଙ୍ଗମାନେ, ଆମ ଆଜିକା ଡେଟ ରେ ମେଡିକାଲ ସାଇନ୍ସ ରେ ସବୁ କ୍ୟାନ୍ସର କ୍ୟୋର ହେବାର 100% ଚାନ୍ସ ଅଛି। ଏମିତି ବି ହଉଛି, ସବୁ ପ୍ରତିବର୍ଷ ମାନେ ହଜାର ହଜାର ଲୋକ କ୍ୟୋର ହେଇକି ଯାଉଛନ୍ତି ଘରକୁ। ଏଇଟା ମେଡିକାଲ ସାଇନ୍ସ ରେ ସମ୍ଭବ ହେଇଛି। ସାଙ୍ଗମାନେ, ଏମିତି କିଛି କ୍ୟାନ୍ସର ନାହିଁ ଯେ ସେଟା ଭଲ ହବନି, ସେଟା ଭଲ ହବ। ସବୁ କିଛି କ୍ୟାନ୍ସର ଭଲ ହେଇପାରୁଛି, କିନ୍ତୁ ପ୍ରପର ୱେ ରେ ଟ୍ରିଟମେଣ୍ଟ ହେବା ଦରକାର, ଡକ୍ଟରଙ୍କ କଥା ମାନିବା ଦରକାର। ସବୁ ହଉଛି ମେଡିସିନ ଠିକ ଟାଇମ ରେ ଖାଇବା ଦରକାର। ଡକ୍ଟର ଯେକୌଣସି କଥା ମନା କରୁଛନ୍ତି, ତାକୁ ମାନିବା ଉଚିତ। ସେସବୁ ମାନିଲେ ହିଁ ଆମେ କ୍ୟୋର ହେଇପାରିବା। ତ ମୁଁ ଜଣେ କ୍ୟାନ୍ସର ପେସେଣ୍ଟ, ମୁଁ ମୋ ଡକ୍ଟର କଥା ଅନୁଯାୟୀ ମୁଁ କାମ କରୁଛି। ତ ମୁଁ ବି ରୋଗ ସହିତ ଆଜି ପର୍ଯ୍ୟନ୍ତ ବି ଲଢୁଛି, ଆଉ ଲଢୁଛି ମଧ୍ୟ। ଶେଷ ଯାଏଁ ଲଢିକି ମୁଁ ଆପଣଙ୍କୁ କହି ଚାଲିଛି। ତ ସାଙ୍ଗମାନେ, ମୁଁ ଏତିକି କହୁଛି, ସାଙ୍ଗମାନେ, ମୁଁ ଲଢୁଛି, ଆଉ ଆପଣ ମାନେ ବି ଲଢନ୍ତୁ, ଆଉ ରୋଗ ସହିତ ଲଢନ୍ତୁ। ଆପଣଙ୍କୁ ଭିଡିଓ ଟି ଭଲ ଲାଗିଥିଲେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲ ଟିକୁ ସବସ୍କ୍ରାଇବ କରିଦେବେ। ଆଉ ତ ଦେଖା ହବ ନେକ୍ସଟ ଭିଡିଓରେ। ଧନ୍ୟବାଦ।